ତୃତୀୟ ଟି20 କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ। ସିରିଜ୍ 2-1 ଆଗୁଆ। ତେବେ ସୂଚନା ଅନୁସାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା ଟି20 ସିରିଜର ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି ଭାରତ। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍। ପ୍ରଥମ 7 ରନ୍ ମଧ୍ୟରେ 3ଟି ୱିକେଟ୍ ପଡ଼ିଯାଇଥିଲା। ତେବେ ସୀମିତ 20 ଓଭରରେ 117 ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଧିନାୟକ ମାକ୍ରମଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ଆଖିଦୃଶିଆ ରନ୍ ସ୍କୋର କରିପାରିନଥିଲେ। ତେବେ 118 ରନ୍ର ପିଛା କରି ଟିମ୍ ଇଣ୍ଡିଆର 4 ଜଣ ବ୍ୟାଟ୍ସମ୍ୟାନ୍ ରନ୍ ବାଣ୍ଟି ନେଇଥିଲେ। ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭଲ ଆରମ୍ଭ ଦେଇଥିଲେ ଅଭିଷେକ ଶର୍ମା। ପରେ ସୋମନ ଗିଲ୍, ତିଲକ ବର୍ମା ମଧ୍ୟ ଉପଯୁକ୍ତ ସାଥ୍ ଦେଇଥିଲେ। ମାତ୍ର ପୁଣି ବ୍ୟାଟିଂରେ ବିଫଳ ହେଲେ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର। ତେବେ ତୃତୀୟ ଦିନିକିଆକୁ 7 ୱିକେଟରେ ଜିତି ସିରିଜରେ 2-1 ଆଗୁଆ ରହିଛି ଭାରତ।